ପାରଳା ଖେମଣ୍ଡିରେ ଚାଞ୍ଚଲ୍ୟ ଛାତ୍ରୀଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ନିଜ ଘର ଉପର ମହଲାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଛି ମୃତଦେହ। ବାପା ମା କୌଣସି କାମରେ ବାହାରକୁ ଯାଇଥିବା ବେଳେ ଦ୍ୱିତୀୟ ମହଲାରେ ଭଡ଼ାରେ ରହୁଥିବା ପରିବାର ଲୋକେ ଘରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲେ। ଆଉ ଘରୁ ଧୂଆଁ ବାହାରୁଥିବାର ଦେଖି ପରେ ପୁଲିସକୁ ଖବର ଦିଆଯାଇଥିଲା ଏବଂ ପୁଲିସ ଆସି ଘର ଭିତରୁ ଯୁବତୀଙ୍କର ମୃତଦେହକୁ ଉଦ୍ଧାର କରିଛି। ହେଲେ ଯୁବତୀ ଜଣକ କେମିତି ଜଳିଲେ, ନିଆଁ କେମିତି ଲାଗିଲା ସେ ସମ୍ପର୍କରେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନି। ଏସବୁ ଏବେ ସନ୍ଦେହ ଘେରରେ ରହିଛି। ଯୁବତୀଙ୍କର ମାନସିକ ଅବସ୍ଥା କେମିତି ରହିଥିଲା, ପରିବାର ଲୋକେ କୁଆଡ଼େ ଯାଇଥିଲେ, ସେ ସବୁକୁ ନେଇ ବର୍ତ୍ତମାନ ସମୟରେ ତଦନ୍ତ ଚାଲିଛି। ବଡ଼ ଖବର ବର୍ତ୍ତମାନ ସମୟର ପାରଳା ଖେମୁଣ୍ଡିରେ ଚାଞ୍ଚଲ୍ୟ। ଜଣେ ଛାତ୍ରୀଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ନିଜ ଘରର ଉପର ମହଲାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଛି ମୃତଦେହ। ଯାହା ସୂଚନା ଯେ ବାପା ମା କୌଣସି କାମରେ ବାହାରକୁ ଯାଇଥିଲେ ଆଉ ଏହି ସମୟରେ ଦ୍ୱିତୀୟ ମହଲାରେ ଭଡ଼ାରେ ରହୁଥିବା ପରିବାର ଲୋକେ ଘରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲେ। ଆଉ ଘରୁ ଯେତେବେଳେ ଧୂଆଁ ବାହାରୁଥିବାର ସେମାନେ ଦେଖିଥିଲେ ସେ ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଆସି ଘରୁ ଯୁବତୀଙ୍କର ମୃତଦେହକୁ ଉଦ୍ଧାର କରିଛି। ଯୁବତୀ ଜଣକ କେମିତି ଜଳିଲେ, ନିଆଁ କେମିତି ଲାଗିଲା, ବର୍ତ୍ତମାନ ପର୍ଯ୍ୟନ୍ତ ଯଦିଓ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନି, ସବୁକିଛି ସନ୍ଦେହ ଘେରରେ ରହିଛି। ଯୁବତୀଙ୍କର ମାନସିକ ଅବସ୍ଥା କେମିତି ଥିଲା, ପରିବାର ଲୋକେ କୁଆଡ଼େ ଯାଇଥିଲେ, ସବୁକୁ ନେଇ ବର୍ତ୍ତମାନ ସମୟରେ ତଦନ୍ତ ଜାରି ରହିଛି।